हरे हरे, हरे राम राम हरे हरे, हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम राम हरे हरे। हरे कृष्ण। सर्वप्रथम उपस्थित समस्त वैष्णव चरण अनंत कोटि प्रणाम। श्रील प्रभुपाद श्रील गुरुदेव चरण निजକୁ समर्पित କରି कृपा भिक्षा କରି ଆଜି हम भगवत गीता अष्टम अध्याय श्लोक नंबर 2। भगवान अर्जुन कहते अधिजज्ञ कथम कुअत्र यस्मिन् मधुसूदन प्राण काल च कथम ज्ञोऽसि नियतात्मभिः। हे मधुसूदन, यज्ञेश्वर किपरि ଏହି ଶରୀରରେ ବାସ କରନ୍ତି ଏବଂ କେଉଁ ଅଂଶରେ ବାସ କରନ୍ତି? ଭଗବାନ କେଉଁ ଅଂଶରେ ବାସ କରନ୍ତି ଏବଂ ଯେଉଁମାନେ ଭକ୍ତି ଯୋଗ ମାର୍ଗରେ ସେବାରତ ସେମାନେ କିପରି ମୃତ୍ୟୁ ସମୟରେ ଆପଣଙ୍କୁ ଜାଣିପାରିବେ? ମୃତ୍ୟୁ ସମୟରେ ପୁଣି କେମିତି ଭଗବାନଙ୍କୁ ଜାଣିପାରିବେ? ଏଇଟା ଗୋଟେ ଅତି କ୍ରିଟିକାଲ କ୍ୱେଶ୍ଚନ, ଯେ ଭଗବାନ କୋଉ ଅଂଶରେ ବାସ କରନ୍ତି, ମୃତ୍ୟୁ ସମୟରେ ବ୍ୟକ୍ତି କିଭଳି ତାଙ୍କୁ ଜାଣିପାରିବ? ଯଜ୍ଞେଶ୍ୱର ପ୍ରଭୁ, ଯଜ୍ଞର ପ୍ରଭୁ ଇନ୍ଦ୍ର ଏବଂ ବିଷ୍ଣୁକୁ ସ୍ୱୀକାର କରନ୍ତି। ଇନ୍ଦ୍ର ଏବଂ ବିଷ୍ଣୁକୁ ସ୍ୱୀକାର କରନ୍ତି। ବ୍ରହ୍ମା ଶିବଜୀ ସମେତ ଅନ୍ୟ ଦେବତା ମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରଧାନ ଅଟନ୍ତି। ଶାସନକାରୀ ଦେବତା ମାନଙ୍କ ମଧ୍ୟରେ ଇନ୍ଦ୍ର ପ୍ରଧାନ ଅଟନ୍ତି। ଶାସନକାରୀ ଦେବତା ମାନଙ୍କ ମଧ୍ୟରେ ଇନ୍ଦ୍ର ପ୍ରଧାନ, ଦେବତା ମାନଙ୍କ ମଧ୍ୟରେ ଇନ୍ଦ୍ର ପ୍ରଧାନ, କିନ୍ତୁ ବ୍ରହ୍ମା ଶିବଜୀ ଆଦି ଦେବତା ମାନଙ୍କ ମଧ୍ୟରେ ସମେତ ଏଠି ଗୋଟେ ଦିଆ ହେଇଛି, କଣ କହିଲେ? ହାଇଫନ ଦିଆ ହେଇଛି, ଆଦି ଦେବତା। ଇନ୍ଦ୍ର ଆଦି, ଏମାନେ ଅନ୍ୟ ଯୋଉ ଦେବତା ମାନେ ଏମାନେ ଆଦି ଦେବତା ନୁହନ୍ତି। ବ୍ରହ୍ମା ଶିବଜୀ ହେଉଛନ୍ତି ଆଦି ଦେବତା। ଯଜ୍ଞରେ ଉଭୟ ଇନ୍ଦ୍ର ଓ ବିଷ୍ଣୁଙ୍କୁ ପୂଜା କରାଯାଏ, କିନ୍ତୁ ଏଠାରେ ଅର୍ଜୁନ ପଚାରୁଛନ୍ତି କିଏ ପ୍ରକୃତରେ ଯଜ୍ଞର ଈଶ୍ୱର ଅଟନ୍ତି ଏବଂ ଜୀବ ଶରୀରରେ ଈଶ୍ୱର କିପରି ବାସ କରନ୍ତି? ଜୀବର ଏ ଶରୀରରେ ଈଶ୍ୱର କିପରି ବାସ କରନ୍ତି? ଏଠାରେ ଅର୍ଜୁନ ଭଗବାନଙ୍କୁ ମଧୁସୂଦନ ନାମରେ ସମ୍ବୋଧନ କରିଛନ୍ତି, କାରଣ ଏକଦା ଶ୍ରୀକୃଷ୍ଣ ମଧୁ ନାମକ ଏକ ଦୈତ୍ୟକୁ ବିନାଶ କରିଥିଲେ। ବାସ୍ତବରେ ଏସବୁ ପ୍ରଶ୍ନ ଯାହାକି ସଂଶୟାତ୍ମକ ଅଟେ। ଅର୍ଜୁନ ମନରେ ଉଠି ନଥାନ୍ତା, କାରଣ ଅର୍ଜୁନ କୃଷ୍ଣ ଚେତନଶୀଳ ଏକ ଭକ୍ତ ଅଟନ୍ତି। ଯେଣୁ ଶ୍ରୀକୃଷ୍ଣ ଦୈତ୍ୟମାନଙ୍କୁ ବିନାଶ କରିବାରେ ଅତ୍ୟନ୍ତ ଦକ୍ଷ। ତେଣୁ ଅର୍ଜୁନ ଭଗବାନଙ୍କୁ ଏଠାରେ ମଧୁସୂଦନ ନାମରେ ସମ୍ବୋଧନ କରୁଛନ୍ତି, କାରଣ ଅର୍ଜୁନଙ୍କ ମନରେ ଉଦିତ ହୋଇଥିବା ଆସୁରିକ ସନ୍ଦେହ ମାନଙ୍କୁ ଶ୍ରୀକୃଷ୍ଣ ବିନାଶ କରିଦେଇ ପାରନ୍ତି। ଏଇଠି ଆମେ କିନ୍ତୁ ଶିଖିବା କଣ ନା, ଯେତେ ନକାରାତ୍ମକ ଶକ୍ତି ଆସୁ, ଯେତେ ନକାରାତ୍ମକ ଶକ୍ତି ଆସୁ, ଯେତେ ବିପରୀତ ଅବସ୍ଥା ସବୁ ଆସୁ, ଭଗବାନ ସମସ୍ତ ସବୁ କିଛି ସମାଧାନ କରିବାକୁ ସକ୍ଷମ। ଯେଭଳି ମଧୁ ନାମକ ଦୈତ୍ୟ, ଯାହାର ମେଦରେ ଏ ପୃଥିବୀ ସୃଷ୍ଟି ହେଇଛି ବୋଲି କୁହାଯାଏ, ଯଦି ଏଭଳି ଏକ ଦୈତ୍ୟକୁ, ଯାହାକୁ ମାନେ ପ୍ରଳୟ ଜଳ ଆଣ୍ଠୁଏ ପାଣି ହଉଥିଲା, ତେବେ ସେ ଦୈତ୍ୟର ମେଦରେ ଭଗବାନ ତାକୁ ମାରିପାରିଲେ ଏବଂ ତାର ଏଇ ଯୋଉ ଶରୀରରେ ଏସବୁ ସ୍ଥଳ ଭାଗ ସବୁ ସୃଷ୍ଟି ହେଇଛି ବୋଲି କୁହାଯାଏ। ତେଣୁ ଆମେ ଏଠି ଚିନ୍ତା କରିବା, ଏଭଳି କୌଣସି ପରିସ୍ଥିତି ନାହିଁ, ନକାରାତ୍ମକ ପରିସ୍ଥିତି ନାହିଁ, ଯାହା ଭଗବାନ ସମାଧାନ ନ କରିପାରିବେ। ଆଚ୍ଛା, ଭଗବାନ ବର୍ତ୍ତମାନ ଆମ ନିକଟରେ ଭଗବାନ କୋଉ ରୂପରେ ଅଛନ୍ତି? ହରେ କୃଷ୍ଣ। ଶ୍ୟାମ ସୁନ୍ଦର ରୂପରେ ବର୍ତ୍ତମାନ କଳି ଯୁଗରେ ଆମ ନିକଟରେ। हरे कृष्ण प्रभु जी, दंडवत प्रणाम। अर्चा विग्रह ग्रंथ
କଳିଯୁଗେ ନାମ ରୂପେ କୃଷ୍ଣ ଅବତାର। ନାମ ରୂପରେ ଅଛନ୍ତି। କେହି ଗ୍ରନ୍ଥକୁ ଗ୍ରନ୍ଥ ବୋଲି ଦେଖିପାରେ, ବା ତାକୁ ଯଦି କିଥିରୁ କିଛି ଆହରଣ ନ କରିପାରେ ତାହେଲେ ତାକୁ ମଧ୍ୟ ପରିତ୍ୟାଗ କରିପାରେ। କାଲି ଜଣେ ପ୍ରଭୁଜୀ ଆସିଥିଲେ ପୋଷ୍ଟ ଅଫିସ, ସେ ଭଗବତ ଗୀତାକୁ ଜଣେ ଆଉ ଜଣେ ପ୍ରଭୁ କହିଲେ କି ନିଅନ୍ତୁ ଗୀତାଟିଏ। ନା, ଏ ଗୀତାରେ କଣ ଲେଖା ହେଇଛି କି? ଏ ଗୀତାରେ କିଛି ଲେଖା ହେଇନି। ଠିକ ଜିନିଷ ମାନେ ଲେଖୁନାହାନ୍ତି। ଆରେ ଠିକ ଜିନିଷ କଣ ନା, ଠିକ ଜିନିଷ ହଉଛି ତ ଏବେ ପୁରା ପ୍ରଳୟ ହେଇଯିବ। ଏଇ ଯୋଉ 4,32,000 ବର୍ଷ ନୁହେଁ କି, ଏ 4,32,000 ନୁହଁ, ଏ 32 ମସିହା ସୁଦ୍ଧା ସବୁ ସମସ୍ତେ ମରିଯିବେ, ସବୁ ନଷ୍ଟ ହେଇଯିବ। ଏଇ ଜିନିଷଟା ଲେଖିନାହାନ୍ତି ଏଠି। ଆଉ କଣ ଲେଖିଛନ୍ତି ସେ? ମୁଁ କହିଲି ଏଇଟା ବୋଧେ ତମ ଫିଲୋସଫିରେ ଅଛି ବୋଧେ। ଯାହା ଶାସ୍ତ୍ରରେ ବର୍ଣ୍ଣନା, ଭଗବାନ ଯିଏ ସୃଷ୍ଟିକର୍ତ୍ତା, ଯିଏ ପରମ ନିୟନ୍ତା, ଯିଏ ସଂହାରକର୍ତ୍ତା, ସିଏ ଯାହା କହିଛନ୍ତି ସେଟା ଠିକ ନା ତମ କଥାଟା ଠିକ? ତମେ ଗୀତା ଗ୍ରହଣ କରିପାର ନ କରିପାର, ସେଥିରେ କିଛି ଯା ଆସେ ନାହିଁ। ତେଣୁ ଏଭଳି କୌଣସି ଆସରିକ ପ୍ରବୃତ୍ତି ନାହିଁ ଯାହା ଭଗବାନ ସମାଧାନ ନ କରିପାରନ୍ତି, ଏଡେଇ ନ ପାରନ୍ତି। ଏ ଶ୍ଲୋକରେ ବ୍ୟବହୃତ ପ୍ରୟାଣ କାଳେ ଶବ୍ଦ ଅତ୍ୟନ୍ତ ଅର୍ଥପୂର୍ଣ୍ଣ। ହଁ, ପ୍ରଶ୍ନ ଥିଲା ଆମର କଣ ନା, ନାମ ରୂପେ କଳିଯୁଗେ କୃଷ୍ଣ ଅବତାର। ତେଣୁ ହରି ନାମ ରୂପରେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ନାମ ରୂପରେ ଭଗବାନ ଆସିଛନ୍ତି। ତେଣୁ ନାମ ଶକ୍ତି ବଳରେ ସମସ୍ତ ପ୍ରକାର ନକାରାତ୍ମକ ପରିସ୍ଥିତି ଯୋଉ ସୃଷ୍ଟି ହଉଛି, ଆମେ ଭାଙ୍ଗି ପଡୁଛେ, ଏସବୁ ହଉଛି, ଏଇଟା ହଉନି ସେଇଟା ହଉନି, ପରିସ୍ଥିତି ଏଭଳି ଗୋଳମାଳିଆ ହେଇଯାଉଛି ସଂସାରର, ଏସବୁ ଯାବତୀୟ ଜିନିଷ ସବୁ ନାମ ପ୍ରଭୁ ସମାଧାନ କରିପାରିବେ। ହରେ କୃଷ୍ଣ। ଏ ଶ୍ଲୋକରେ ବ୍ୟବହୃତ ପ୍ରୟାଣ କାଳେ ଶବ୍ଦ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଅଟେ, କାରଣ ଆମେ ଜୀବନ କାଳ ମଧ୍ୟରେ ଯାହା କରୁ ତାହା ତାର ପରୀକ୍ଷା ମୃତ୍ୟୁ ସମୟରେ ହୁଏ। ଆମେ ଯାହା କରିଥିବା ମୃତ୍ୟୁ ସମୟରେ ସେଇଟା ହବ, କାରଣ ଯାହା ପଢିଥିବା ସବୁ ତ ମନେ ପଡିବ ଏଠି। ଆଉ ଯାହା ପଢିଥିବା ମୃତ୍ୟୁ ସମୟରେ ସବୁ ମନେ ପଡିବ। କଣ ମୋ ରାଶେଶ୍ୱରୀ ମାତାଜୀ? ଆଜ୍ଞା ପ୍ରଭୁ, ଦଣ୍ଡବତ ପ୍ରଣାମ। ତେଣୁ ପାସ୍ ଫେଲ୍ କଥା କହିପାରିବାନି, କିନ୍ତୁ ମନେ ପଡିବ ସବୁ। ଯେତେବେଳେ ଆମର କଣ ଗୋଟେ ଆସିଯାଏ ଏକଧାରା ଅବସ୍ଥା ବୋଲି ଗୋଟେ କୁହାଯାଏ, ସମସ୍ତେ କହନ୍ତି ନା, ସେ ଏକଧାରା ହେଲାଣି, ଆଉ 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 ଅଳ୍ପ ସମୟ ଅଛି ପ୍ରାଣ, ସେଇ ସମୟ ସବୁ ମନେ ପଡିବ। ଅର୍ଜୁନଙ୍କର ଏହି ଆଶଙ୍କା ଜାତ ହୋଇଛି ଯେ କୃଷ୍ଣ ଚେତନଶୀଳ ବ୍ୟକ୍ତିମାନେ ମୃତ୍ୟୁ ସମୟରେ ଭଗବାନଙ୍କୁ ଭୁଲିଯିବେ, କାରଣ ସେ ସମୟରେ ଶାରୀରିକ କ୍ରିୟା ବନ୍ଦ ହୋଇଯାଏ ଏବଂ ମନ ଅତ୍ୟନ୍ତ ଶୋକାକୁଳ ଅବସ୍ଥାରେ ରହିପାରେ। ମନ ଅତ୍ୟନ୍ତ ଶୋକାକୁଳ ଅବସ୍ଥାରେ ରହିବ। ଏପରିକି ଶଙ୍କରାଚାର୍ଯ୍ୟ ମଧ୍ୟ ଯେତେବେଳେ 16 ବର୍ଷରେ ତାଙ୍କର ପ୍ରୟାଣ ହବ ବୋଲି ସେ ଜାଣିଥିଲେ, ସେତେବେଳେ ସେ ତାକୁ ମାନେ ଅତି ବିଷଣ୍ଣ ଭାବରେ ରହନ୍ତି ସଦା ସର୍ବଦା। କିନ୍ତୁ ବ୍ୟାସଦେବଙ୍କ କୃପାରୁ ଆଉ 16 ବର୍ଷ ତାଙ୍କର ସମୟକୁ ବୃଦ୍ଧି କରାଗଲା। ତେଣୁ ଏକ ବିଶିଷ୍ଟ ଭକ୍ତ ମହାରାଜ କୁଳଶେଖର ପ୍ରାର୍ଥନା କରିଛନ୍ତି, ହେ ମୋର ପ୍ରିୟ ପ୍ରଭୁ, ମୁଁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ମରିଯାଆନ୍ତି କି? କାରଣ ବର୍ତ୍ତମାନ ମୁଁ ସୁସ୍ଥ ଅଛି। ତେଣୁ ମୋର ମନ ମାନସ ରାଜହଂସ ପ୍ରାଣ ସମୟେ କଫ ବାତ ପିତ ରୋଧେ। ତେଣୁ ଏଇଭଳି ଗୋଟେ ଶ୍ଲୋକ ଅଛି ଯେ ମୁଁ କୃଷ୍ଣ ତଦୀୟ ପଦ ପାଦ ଦେବ ବିଷୟ ତୁମେ ମାନସ ରାଜହଂସ ପ୍ରାଣ ପ୍ରଣୟ ସମୟ କଫବାତ ପିତ କଣ୍ଠାବରୋଧନ ଭେଦ ପ୍ରାଣ ଆଜ୍ଞା। ସ୍ମରଣ କୁଟସ୍ଥେ। ତେବେ ଏଇଭଳି ଯେ ଏଇ ସମୟରେ ମୁଁ ଆପଣଙ୍କୁ ସ୍ମରଣ କରିପାରିବି। ପ୍ରଭୁପାଦଙ୍କର ପ୍ରତି ପ୍ରବଚନରେ ପ୍ରାୟ ଏଇ ଶ୍ଲୋକଟା ଥାଏ। ତେଣୁ କୁଳଶେଖର ଏଇ କଥା ପ୍ରାର୍ଥନା କରିଛନ୍ତି। ଅନେକ ସୁନ୍ଦର ଶ୍ଲୋକ ରାଜା କୁଳଶେଖର ବର୍ଣ୍ଣନା କରିଛନ୍ତି। ତାର ଗୋଟେ ମୁକୁନ୍ଦ ମାଳା ସ୍ତୋତ୍ର ଗୋଟେ ବହିଟି ଅଛି, ମୁକୁନ୍ଦ ମାଳା ସ୍ତୋତ୍ର।
ସେଥିରେ ଏଇ ଶ୍ଲୋକଟି ସ୍ଥାନ ପାଇଛି। ତେଣୁ ଏଠି କୁଳଶେଖର କହୁଛନ୍ତି, ହେ ମୋର ପ୍ରିୟ ପ୍ରଭୁ, ମୁଁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ମରିଯାଆନ୍ତି କି, କାରଣ ବର୍ତ୍ତମାନ ମୁଁ ସୁସ୍ଥ ଅଛି। ତେଣୁ ମୋର ମାନସ ରାଜହଂସ ଆପଣଙ୍କ ପାଦ ପଦ୍ମର ମୃଣାଳ ମଧ୍ୟରେ ପ୍ରବେଶ କରି ଯାଇପାରେ। ଇଏ ରୂପକ ବ୍ୟବହାର କରିବାର କାରଣ ହେଲା ଏହି ଯେ ହଂସ ସର୍ବଦା ପଦ୍ମ ମୃଣାଳ ମଧ୍ୟରେ ପ୍ରବେଶ କରିବାକୁ ସୁଖକର ମନେ କରେ। ତେଣୁ ସେହିପରି ଶୁଦ୍ଧ ଭକ୍ତ ମନ ସର୍ବଦା ଭଗବାନଙ୍କ ପାଦ ପଦ୍ମ ଆଡ଼କୁ ଆକର୍ଷିତ ହୁଏ। ମହାରାଜ କୁଳଶେଖର ଆଶଙ୍କା କରୁଛନ୍ତି ଯେ ମୃତ୍ୟୁ ସମୟରେ ଏପରି ଭାବରେ ତାଙ୍କର ଶ୍ୱାସରୁଦ୍ଧ ହୋଇଯାଇପାରେ, ଯାହା ଫଳରେ ସେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବାକୁ ସକ୍ଷମ ହୋଇ ନ ପାରନ୍ତି। ତେଣୁ ସାଙ୍ଗେ ସାଙ୍ଗେ ମରିଯିବା ଉଚିତ, ସାଙ୍ଗେ ସାଙ୍ଗେ ମରିଯିବା ଉଚିତ। ଅର୍ଜୁନଙ୍କର ପ୍ରଶ୍ନ ହେଉଛି, ସେ ସମୟରେ ଅର୍ଥାତ୍ ମୃତ୍ୟୁ ସମୟରେ ବ୍ୟକ୍ତି ମନ କିପରି ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ସ୍ଥିର ହୋଇପାରିବ? ତେଣୁ ବର୍ତ୍ତମାନ ଆମର ସାଧନାଟା ସେଇଭଳି ହେବା ଉଚିତ ଯେ ପ୍ରୟାଣ ସମୟରେ ଆମେ କିଭଳି, ଭାଗବତରେ କଣ କୁହାଯାଇଛି, ଅନ୍ତେ ନାରାୟଣ ସ୍ମୃତି। ଭଗବାନ ନାରାୟଣ ଯେମିତି ଆମର ମନ ମଧ୍ୟରେ ଆସି ପ୍ରବେଶ କରିବେ, ସେଇଟା ହଉଛି ଆମ ସାଧନାର ଉଦ୍ଦେଶ୍ୟ। ଫଳ। ହରିଦାସ ଠାକୁର କହୁଛନ୍ତି, ଚରଣ ପୀୟୁଷ ତବ ମମ ସୁଖ ସୁବୈଭବ, ତବ ନାମାମୃତେ ମୋର ଆସ, ତବ ନାମାମୃତେ ମୋର ଆସ। চিন্ময় ভাস্কর তুমি, কিরণের কণ আমি, তুমি প্রভু আমি নিত্য দাস, তুমি প্রভু আমি নিত্য দাস। এমত ধম আমি কি বলিবে, কি বলিতে জানি স্বামী, তব আজ্ঞা করিব পালন, তব আজ্ঞা করিব পালন। যাব লাভ মোর মুখে, তোমারে বলিব সুখে, দোষ গুণ না করি গণন, দোষ গুণ না করি ଗଣନ। ମହାପ୍ରଭୁଙ୍କୁ ହରିଦାସ ଠାକୁର ସ୍ତୁତି କରି କହୁଛନ୍ତି, ପ୍ରଭୁ ଚିନ୍ମୟ ଭାସ୍କର ତୁମେ, କିରଣର କଣ ଆମେ। ମୁଁ ଗୋଟେ ଆପଣଙ୍କର ଯୋଉ କିରଣର ଗୋଟେ ସାଧାରଣ କଣିକାଟିଏ ମୁଁ, କିନ୍ତୁ ଆପଣ ହଉଛନ୍ତି ଚିନ୍ମୟ ଭାସ୍କର। ତେଣୁ ମୁଁ ନିତ୍ୟ ଦାସ, ଆପଣ ନିତ୍ୟ ପ୍ରଭୁ। ଆପଣଙ୍କର ଚରଣ ପୀୟୁଷ ତବ ମମ ସୁଖ ସୁବୈଭବ, ଆପଣଙ୍କର ପାଦ ପଦ୍ମ ହେଲା ମୋର ସୁଖର ଆଶ୍ରୟସ୍ଥଳ। ତବ ନାମାମୃତ ମୋର ଆସ, ମୋତେ ଆପଣଙ୍କର ନାମାମୃତ ସଦା ସର୍ବଦା ମୁଁ ଯେଭଳି ପାନ କରୁଥିବି, ଏଇ କୃପା କରନ୍ତୁ। ଏଭଳି ସେ ସ୍ତୁତି କରିଛନ୍ତି। ଆଉ ହରିଦାସ ଠାକୁର ଗୋଟେ ସ୍ତୁତି କରିଛନ୍ତି କୋଉଠି ନା, ଯେତେବେଳେ ମହାପ୍ରଭୁ ଯିବା ପାଇଁ ଅର୍ଥାତ୍ ଏଇ ଭମଲୀଳା ତ୍ୟାଗ କରି ଶେଷ କରିବା ପାଇଁ ପ୍ରସ୍ତୁତ ହଉଛନ୍ତି, ହରିଦାସ ଠାକୁର ଜାଣିପାରିଲେ, କହିଲେ ପ୍ରଭୁ ଆପଣ କଣ ଯିବେ ହେରିକି, ଆପଣ ଗଲେ ମୁଁ କେମିତି ବଞ୍ଚିବି, ଆପଣ ଗଲେ ମୁଁ କିଭଳି ବଞ୍ଚିବି। ତେଣୁ ଏଠି ସେ କହିଛନ୍ତି, ଗୋଟିଏ ସୁନ୍ଦର ପଦ କହିଛନ୍ତି,
ହୃଦୟ ମାତାଜୀ ମନେ ଅଛି କି ସେ ଗୀତ ପଦଟି? ପ୍ରଭୁଜୀ ଶୁଣି ପାରିଲିନି। କୋଉଟା କହୁଥିଲେ ପ୍ରଭୁଜୀ? ହରିଦାସଙ୍କର ଶେଷ ଉକ୍ତି ମହାପ୍ରଭୁଙ୍କ ପ୍ରତି। ମନେ ପଡୁନି ପ୍ରଭୁଜୀ। ନୟନେ ଦର୍ଶନ କରିବ ତବ ଚାନ୍ଦ ବଦନ, ମୁଖ ଉଚ୍ଚାରଣ କରୁଥିବ ଶ୍ରୀ କୃଷ୍ଣ ଚୈତନ୍ୟ ନାମ। নয়নে দেখিব তোমার চান্দ বদন, জিহ্বা উচ্চারিব তোমার কৃষ্ণ চৈতন্য নাম। এই মত মোর ইচ্ছা ছাড়িব পরাণ, মোর ইচ্ছা এই যদি তোমার প্রসাদ হয়, এই নিবেদন মোর করে কর ଦୟାମୟ। ତେଣୁ ଏଠି କହୁଛନ୍ତି ଯେ ହୃଦୟ ଧରିବ ତୋମାର କମଲ ଚରଣ, ନୟନ ଦେଖିବ ତୋମାର ଚାନ୍ଦ ବଦନ, ଜିହ୍ୱାୟ ଉଚ୍ଚାରିବ ତୋମାର କୃଷ୍ଣ ଚୈତନ୍ୟ ନାମ। ଏଇ ମତ ମୋର ଇଚ୍ଛା ଛାଡ଼ିବ ପରାଣ, ମୋର ଇଚ୍ଛା ଏଇ ଯଦି ତୋମାର ପ୍ରସାଦ ହୟ, ଏଇ ନିବେଦନ ମୋରେ କର ଦୟାମୟ। ମହାପ୍ରଭୁଙ୍କ ଏଇ କଥା କହିଲେ ଯେ ଆପଣ ଚାଲିଯିବେ, ମୁଁ ରହିପାରିବିନି। ତେଣୁ ତା ପୂର୍ବରୁ ମୁଁ ଆପଣଙ୍କର ପାଦ ପଦ୍ମଙ୍କୁ ମୋ ହୃଦୟରେ ଧରିଥିବି, ଆପଣଙ୍କର ମୁଖ ପଦ୍ମଙ୍କୁ ଦର୍ଶନ କରୁଥିବି, ଆଉ ଜିହ୍ୱାରେ ଆପଣଙ୍କର କୃଷ୍ଣ ଚୈତନ୍ୟ ନାମ, ଯେ ଶ୍ରୀକୃଷ୍ଣ ଚୈତନ୍ୟ ବୋଲି ଉଚ୍ଚାରଣ କରୁଥିବି। ଏଇଭଳି ଏଇ ଅବସ୍ଥାରେ ମୋର ପ୍ରାଣ ପ୍ରୟାଣ ହେଉ, ମତେ ଏତିକି କୃପା କରନ୍ତୁ। ତେଣୁ ମହାପ୍ରଭୁ ମହାବଦାନ୍ୟ ଆମେ ଯାହା ଯଦି ବ୍ୟାକୁଳତାର ସହିତ ତାଙ୍କ ନିକଟରେ ସ୍ତୁତି କରିବା, ମହାପ୍ରଭୁ ନିଶ୍ଚିତ ଆମକୁ ସେ ସୁଯୋଗ ଦେବେ। ହରେ କୃଷ୍ଣ। ଭାଗବତମ ଶ୍ଲୋକ ନମ୍ବର 10 ରୁ କୋଉ ଯାଏ ପଢିଲେ? କୋଉଠୁ କୋଉ ଯାଏ ପଢିଲେ? 10 ରୁ 11 12। 11 12। 10ରେ ଜମ୍ବୁଦ୍ୱୀପବାସୀ ବା ବିଶେଷ ଭାବେ ଆମର ହିରଣ୍ମୟ ବର୍ଷର ହରିବର୍ଷର ଭକ୍ତମାନେ କିଭଳି ସ୍ତୁତି କରୁଛନ୍ତି ଭକ୍ତ ପ୍ରହ୍ଲାଦଙ୍କର ଆନୁକୂଲ୍ୟରେ। ହେ ପ୍ରଭୁ, କୌଣସି ପ୍ରକାର ବିଷୟରେ ଯେପରି ଆମମାନଙ୍କର ଆସକ୍ତି ନ ଜନ୍ମେ, ଯଦି ଆସକ୍ତି ଜନ୍ମେ ତାହେଲେ ଯେପରି ଗୃହ, ସ୍ତ୍ରୀ, ପୁତ୍ର, ଚିତ୍ତ, ବନ୍ଧୁ ବାନ୍ଧବଙ୍କ ଠାରେ ନ ଜନ୍ମି ଭଗବତ ପ୍ରିୟ ବ୍ୟକ୍ତିଗଣଙ୍କ ଠାରେ ଆସକ୍ତି ସତତ ଉଦିତ ହେଉ। ଯେ ଆତ୍ମତତ୍ତ୍ୱବିତ୍ ପୁରୁଷ କେବଳ ମାତ୍ର ପ୍ରାଣ ଧାରଣ ଉପଯୋଗୀ ଆହାର ମାତ୍ରେ ପରିତୁଷ୍ଟ ହୋଇଥାନ୍ତି, ଶୀଘ୍ର ସେ କୃତ୍ୟକୃତ୍ୟ ହୋଇଯାଆନ୍ତି। ଗୃହାଦି ବିଷୟଶକ୍ତ ବ୍ୟକ୍ତି ସେପରି ହୋଇପାରେ ନାହିଁ। ଯୋଉମାନେ ଆତ୍ମତତ୍ତ୍ୱବିତ୍ ସେମାନେ କଣ, ଖାଇବାର ଅଛି ଯାହା କିଛି ଗ୍ରହଣ କରିଦେଲେ ଯେମିତି କ୍ଷୁଧା ଜଳାଟା ଟିକେ ନିର୍ବାପିତ ହେଇଯିବ, ବାସ୍ ସେତିକି। ଭଲ ନାହିଁ, ମନ୍ଦ ନାହିଁ, କିଛି ନାହିଁ। ଲୁଣିଆ ହେଇଛି, ଅଲଣା ହେଇଛି, ଏସବୁ କିଛି ତାର ଚିନ୍ତା କରିବାର ଆବଶ୍ୟକ ନଥାଏ। ପୁନର୍ବାର କହୁଛନ୍ତି ଯେ ଆମର ଯେମିତି ଗୃହ, ସ୍ତ୍ରୀ, ପୁତ୍ର, ବିତ୍ତ ଓ ବନ୍ଧୁ ବାନ୍ଧବଙ୍କ ଠାରେ ପ୍ରତି ଆମର ଚିତ୍ତ ଆକର୍ଷିତ ହୁଏ, ସେଭଳି ସେମାନଙ୍କ ପ୍ରତି ଆକର୍ଷିତ ନହେଇ ଆପଣଙ୍କର ଯୋଉ ଅକିଞ୍ଚନ ଭକ୍ତ ସେମାନଙ୍କ ପ୍ରତି ଆମର ଏଇ ଆକର୍ଷଣଟା ବୃଦ୍ଧି। ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ବା ବୈଷ୍ଣବ କଣ କର୍ତ୍ତବ୍ୟ ବୋଲି ଯେତେବେଳେ
ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ଜିଜ୍ଞାସା କଲେ ସେତେବେଳେ ସାଙ୍ଗେ ସାଙ୍ଗେ ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ବା ବୈଷ୍ଣବଙ୍କର କଣ କର୍ତ୍ତବ୍ୟ ବୋଲି ଯେତେବେଳେ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କୁ ଜିଜ୍ଞାସା କରାଗଲା ସେତେବେଳେ ସଙ୍ଗେ ସଙ୍ଗେ ସେ ଉତ୍ତର ଦେଲେ ଅସତ୍ସଙ୍ଗ ତ୍ୟାଗ ହି ବୈଷ୍ଣବ ଆଚାର। ଏକ ବୈଷ୍ଣବର ପ୍ରଥମ କର୍ତ୍ତବ୍ୟ ହେଉଛି ଯେଉଁମାନେ କୃଷ୍ଣ ଭକ୍ତ ନୁହନ୍ତି ଏବଂ ଯେଉଁମାନେ ସ୍ତ୍ରୀ ପୁତ୍ର ଧନ ସମ୍ପଦ ଆଦି ପ୍ରତି ଖୁବ ଆସକ୍ତ ହୋଇଥାନ୍ତି ସେମାନଙ୍କ ସଙ୍ଗ ତ୍ୟାଗ କରିବା। ପ୍ରହ୍ଲାଦ ମହାରାଜ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ଭଗବାନ ତାହାଙ୍କ ପ୍ରତି ଏଇ କୃପା କରନ୍ତୁ ଯେପରିକି ସେ ଭୌତିକ ଜୀବନ ପ୍ରତି ଆସକ୍ତ ନ ହୋଇ ଅଭକ୍ତ ମାନଙ୍କ ସଙ୍ଗ ତ୍ୟାଗ କରିପାରିବେ। ଯଦି କାହାର ପ୍ରତି ଆସକ୍ତି ଜନ୍ମେ ତାହେଲେ ଏକ ଭକ୍ତ ବା ବୈଷ୍ଣବଙ୍କ ପ୍ରତି ଆସକ୍ତି ଜନ୍ମିବାକୁ ସେ ପ୍ରାର୍ଥନା କରୁଛନ୍ତି। ଅଯଥା ଇନ୍ଦ୍ରିୟ ଭୋଗ ବୃଦ୍ଧି କରିବା ପାଇଁ ଏକ ଭକ୍ତ ଆଗ୍ରହୀ ନୁହନ୍ତି। ଅବଶ୍ୟ ବ୍ୟକ୍ତି ଏ ଭୌତିକ ଜଗତରେ ଥିବା ପର୍ଯ୍ୟନ୍ତ ତାହାକୁ ଏକ ଜଡ଼ ଶରୀର ଧାରଣ କରି ରହିବାକୁ ହେବ, କିନ୍ତୁ ଏହାକୁ ଭଗବାନଙ୍କ ସେବାରେ ଲଗାଇ ପାଇବାକୁ ପଡ଼ିବ। କୃଷ୍ଣ ପ୍ରସାଦ ଭୋଜନ କରି ଅତି ସହଜରେ ଶରୀର ରକ୍ଷା କରାଯାଇପାରେ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହୁଛନ୍ତି ପତ୍ର ପୁଷ୍ପ ଫଳ ଜମା ଭକ୍ତି ଭକ୍ତିଆ ପ୍ରୟୋଜ ପତ୍ର ପୁଷ୍ପ ଫଳ ତୋୟ ଯାହା କିଛି ଭକ୍ତିଆ ଭକ୍ତି ଦ୍ୱାରା ସବୁ ଅର୍ପଣ କର ତଦହଂ ଭକ୍ତି ଉପହୃତ ସ୍ନାମି। ଭଗବାନ ଭାବରେ ତାହା ଗ୍ରହଣ କରନ୍ତି, ଅତି ଯତ୍ନ ସହିତ ତାହା ଗ୍ରହଣ କରନ୍ତି। ଏ ଶ୍ଲୋକ ଅନୁସାରେ ଭକ୍ତିବିନ୍ଦୁ ଠାକୁର ଗୋଟେ ଅତି ସୁନ୍ଦର ଭଜନ ମଧ୍ୟ ଗାଇଛନ୍ତି ଯେ ସୁନ୍ଦର ଭଜନଟିଏ ସେ ଗାଇଛନ୍ତି ଯେ ଆମେ ତ ଗୁରୁଦେବଙ୍କୁ ପ୍ରାର୍ଥନା କରୁଛେ ଯେ କଣ ନା କୃପା ବିନ୍ଦୁ ଦିଆ କର ଏଇ ଦାସେ ତୃଣାପେ ଅପେକ୍ଷାତିହୀନ ସକଳ ସହନେ ବଳ ଦିଆ କର ନିଜ ମାନେ ସୁରାହୀନ ସକଳେ ସମ୍ମାନ କରି ତେସକତି ଦେହନାଥ ଯଥାଯଥ ତବେ ତ ଗାଇବ ହରିନାମ ସୁଖେ ଅପରାଧ হবে। ଗୁରୁଦେବ କୃପା କରି ଏସବୁ ପ୍ରଦାନ କରନ୍ତି। ହେନ କହେ କବେ ହେନ କୃପା ଲଭି ଆୟୋଜନ କୃତାର୍ଥ ହଇବେ ନାଥ ଶକ୍ତି ବୁଦ୍ଧିହୀନ ଆମେ ଅତି ଦିନ କର ମୋରେ ଆତ୍ମସାତ। ମତେ ଆପଣ ଗ୍ରହଣ କରନ୍ତୁ, ଆପଣାର କରିନିଅନ୍ତୁ ଏବଂ ଆପଣଙ୍କର କୃପା ଦ୍ୱାରା ମୁଁ ଯେଭଳି ଆପଣଙ୍କର କରୁଣାକୁ ଆଶ୍ରୟ କରି ମୁଁ ଜୀବନ ଧାରଣ କରିବି। ଆପଣ ହେଲେ ମୋର ସବୁ କିଛି, ଯୋଗ୍ୟତା ବିଚାରେ କିଛି ନାହିଁ ପାଇ ତୁମାର କରୁଣା ସାର, କରୁଣା ନହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ନ ରଖିବ ଆର। ଗୁରୁଦେବଙ୍କ ପାଦ ପଦ୍ମରେ ଏଭଳି ଭକ୍ତି ରହିବା ଉଚିତ। ନିତ୍ୟାନନ୍ଦ ସ୍ତୁତିରେ ଆଉ ଗୋଟେ କଥା କୁହାଯାଇଛି ଯେ ସଂସାର ବାସନା ମୋର କବେ ତୁଚ୍ଛ হবে, আর কবে নিতাই চন্দ করুণা করিবে, সংসার বাসনা মোর কবে তুচ্ছ হবে। অর্থাৎ যেତେବେଳେ ନିତ୍ୟାନନ୍ଦ ମହାପ୍ରଭୁ କୃପା କରିବେ ସେତେବେଳେ କେତେ ନାମ ରସ ବ୍ୟକ୍ତି ମରିଯାଏ, ଯୋଉଟା ଏ ସଂସାର ଏ ଆବଶ୍ୟକତା ଏ ସଂସାର ପ୍ରତି ଯୋଉ ଆବଶ୍ୟକତା ସେ ସବୁ ତୁଚ୍ଛ ହୋଇଯାଏ। ତାପର ଶ୍ଲୋକରେ କୁହାଯାଇଛି ଯେ ଯତ ସଙ୍ଗଲବ ଧନେ ଜବିର୍ଜ ବୈଭବମ୍ ତୀର୍ଥମହୁ ସଂସ୍ପର୍ଶତାଂ ହି ମାନଗମମ୍ ହରତି ଅଜो ଅନ୍ତଃ ସ୍ମୃତିର୍ଭାଗतो ଅଙ୍ଗଜମ୍ ଓ ବୈନ ସେବତେ ମୁକୁନ୍ଦ ବିକ୍ରମମ୍। ଭକ୍ତି ଭଗବତ ପ୍ରିୟ ପୁରୁଷ ଗଣଙ୍କର ସଙ୍ଗ ଲାଭ କଲେ
ଭଗବାନ ମୁକୁନ୍ଦଙ୍କର ବିକ୍ରମର କଥା ଜାଣିପାରେ। ମୁକୁନ୍ଦଙ୍କର ସେହି ବୀର୍ଯ୍ୟ ବୈଭବ ଅସାଧାରଣ କ୍ଷମତା ଅଛି। ଯେଉଁ ବ୍ୟକ୍ତି କର୍ଣ୍ଣାଦି ଇନ୍ଦ୍ରିୟ ମାନଙ୍କ ଦ୍ୱାରା ତାହାଙ୍କର ନିରନ୍ତର ସେବା କରନ୍ତି, ଭଗବାନ ଶ୍ରୀହରି ସେମାନଙ୍କର ହୃଦୟ ଅନ୍ତଃକରଣରେ ପ୍ରବେଶ କରି ସେମାନଙ୍କର ମନୋମଳ ବିନାଶ କରିଥାନ୍ତି। ଗଙ୍ଗାଦି ତୀର୍ଥ ବାରମ୍ବାର ସେବନ କଲେ କେବଳ ଶାରୀରିକ ମଳ ନଷ୍ଟ ହୁଏ, କିନ୍ତୁ ଇତର ବାସନା ରୂପ ଅନର୍ଥ ବିନଷ୍ଟ ହୁଏ ନାହିଁ। ଅତଏବ କେଉଁ ବିବେକୀ ବ୍ୟକ୍ତି ସେଇ ଭଗବତ ଭକ୍ତମାନଙ୍କର ସେବା ନ କରିବେ? ଶୃଣନ୍ତାଂଶ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦନ୍ତସ୍ଥ ହି ଅଭଦ୍ରାଣୀ ବିଧୁନତି ଶ୍ରୋତସ। ଭଗବାନଙ୍କର ଏଇ ଯୋଉ ଅମଳ ବିମଳ ଯଶ, ଏହାକୁ ଯଦି ପ୍ରତି ମୁହୂର୍ତ୍ତରେ ଆମେ ସେବନ କରିବା, ନିତ୍ୟ ଭାଗବତ ସେବାୟ ବୋଲି କୁହାଯାଇଛି। ତେଣୁ ତାହା ସେବନ କରିବା ଦ୍ୱାରା ଏ ହୃଦନ୍ତସ୍ଥ ହି ଅଭଦ୍ରାଣୀ, ଏ ଯୋଉ ଅଭଦ୍ର ଗୁଡିକ ଅଛି, ଅଭଦ୍ରାମୀ ଗୁଡିକ ହୃଦୟରେ ଅଛି, ତାହା ଧୌତ ହୋଇଯାଏ। କିନ୍ତୁ ଏଇଠି କୁହାଯାଇଛି ଯେ ଗଙ୍ଗାରେ ଆମେ ଯଦି ସ୍ନାନ କରିବା, ଆମ ଶାରୀରିକ ମଳ ଧୌତ ହୋଇଯାଏ, କିନ୍ତୁ ମନର ମଳ ଧୌତ ହେବା ପାଇଁ କେବଳ ସାଧୁ ସଙ୍ଗ। ନଷ୍ଟ ପ୍ରାୟ ଅଭଦ୍ରେଷୁ ନିତ୍ୟ ଭାଗବତ ସେବା, ଏ କଥା ମଧ୍ୟ ସେଇ ଅଧ୍ୟାୟରେ କୁହାଯାଇଛି। ନଷ୍ଟ ପ୍ରାୟ ଅଭଦ୍ରେଷୁ ନିତ୍ୟ ଭାଗବତ ସେବୟା ଭଗବତ ଉତ୍ତମ ଶ୍ଲୋକେ ଭକ୍ତିର ଭବତି ନିଷ୍ଠ। ନିତ୍ୟ ଭାଗବତ ସେବା କରିବା ଦ୍ୱାରା ଭଗବତ ଉତ୍ତମ ଶ୍ଲୋକେ ଭକ୍ତିର ଭବତି ନିଷ୍ଠ। ଉତ୍ତମ ଶ୍ଲୋକ ଅର୍ଥାତ ଉତ୍ତମ ଭକ୍ତରେ ସେ ପରିଣତ ହୋଇଯାଏ। କିନ୍ତୁ ଏଠି ଗୋଟିଏ ତରିକା ଅଛି, କଣ ସେଟା? ଯାଅ ଭାଗବତ ପଢ, ବୈଷ୍ଣବର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ତେଣୁ ଭାଗବତ ପାଠ କରିବେ ଶୁଦ୍ଧ ବୈଷ୍ଣବ ନିକଟରେ, ସେ ଠିକ ଯଥାଯଥ ରୂପେ ଭାଗବତର ସମସ୍ତ ତତ୍ତ୍ୱ ତୁମ ନିକଟରେ ଉପସ୍ଥାପନ କରିପାରିବେ। କିନ୍ତୁ ଏଭଳି ଯୋଉ ଅଛନ୍ତି କଣ ଆମର ଜ୍ଞାନ ମିଶ୍ରା ଭକ୍ତି ବାଲା, ଜ୍ଞାନ ମିଶ୍ରା ଭକ୍ତି ଯୋଉମାନେ କହିବେ ଶରୀର ତତ୍ତ୍ୱ କହୁନ, ଶରୀର ତତ୍ତ୍ୱ, ଏଇ ମନଟା ଏଇଆ, ଶରୀରଟା ଏଇଆ, ଅମକଟା। ଆଚ୍ଛା, ବ୍ରହ୍ମାଣ୍ଡ ଗୋଟେ ଆବରଣ ଯଦି ହୁଏ, ଯଦି ଶରୀର ପିଣ୍ଡ ବ୍ରହ୍ମାଣ୍ଡ ଏକମତ କଣ ବୁଝନ୍ତି ବିଜ୍ଞାନୀ ପଣ୍ଡିତ ବୋଲି କୁହାଯାଏ, ବୋଲି ଯଦି କୁହାଯାଏ, ତାହେଲେ ଏ ଶରୀରଟା ନଷ୍ଟ ହେଇଯାଉଛି, ସମୟାନୁସାରେ ଏସବୁ ତାର ପରିବର୍ତ୍ତନ ହଉଛି, ଇତ୍ୟାଦି ଇତ୍ୟାଦି। ସବୁ ବ୍ରହ୍ମାଣ୍ଡରେ କଣ ସେ ସବୁ ଜିନିଷ ହଉଛି? ହଁ, କାଳେ ହେଇଥାଇପାରେ, ସେ କଥା ଅଲଗା। କିନ୍ତୁ କଥା ହଉଛି ପ୍ରେମମୟ ଭାଗବତ। ଆମର ଏଠି କଣ କୁହାଗଲା? କୃଷ୍ଣର ଶ୍ରୀଅଙ୍ଗ, କୃଷ୍ଣର ଶ୍ରୀଅଙ୍ଗ, ପ୍ରେମମୟ ଭାଗବତ କୃଷ୍ଣର ଶ୍ରୀଅଙ୍ଗ, ଯାହାତେ କହେନ ଯତ ଗୋପ୍ୟ କୃଷ୍ଣ ରଙ୍ଗ। ଭାଗବତ ଶାସ୍ତ୍ରରେ ସର୍ବ ଭକ୍ତି ତତ୍ତ୍ୱ କହେ, ଭକ୍ତି ତତ୍ତ୍ୱ କହେ, ତେହ ଭାଗବତ ସମ କୌନ ଶାସ୍ତ୍ର ନାହିଁ। ଅର୍ଥାତ କୃଷ୍ଣ ଭକ୍ତି ଭାଗବତ ସ୍ୱରୂପ ଅଟେ। ଆମେ ସେ ଜିନିଷ ଭକ୍ତି ପ୍ରାପ୍ତ ନ ହେଇକି ତାକୁ ଅଲଗା ଅର୍ଥରେ ବ୍ୟବହାର କଲେ, ସେ ପୁତନା, ସେଟା କୂପ, ସେ କଂସ, ସେଇଟା କ୍ରୋଧ, ଇତ୍ୟାଦି ଇତ୍ୟାଦି। ଆମର ସେ ଯୋଉ ଅଛନ୍ତି ଭାଗବତ ପ୍ରବକ୍ତା ପଞ୍ଚଡ଼ାର ସେ ମହାରାଜ, ସେ ଏଭଳି, ସେ ଆପଣ ଯଦି କେଇଠି ଶୁଣିଥିବେ ସେଇଭଳି ବ୍ୟାଖ୍ୟା କରିବେ। ତେଣୁ ଯେ କୃଷ୍ଣ ଯେ ସକଳ ରସର ନିଧାନ, ଏ ଜିନିଷ ଭାଗବତରୁ ଆମେ ପ୍ରାପ୍ତ ହବା। ତେଣୁ ଏଠି କୁହାଯାଇଛି ଯେ ଯାଅ ଭାଗବତ ପଢ, ବୈଷ୍ଣବର ସ୍ଥାନେ ଏକାନ୍ତେ ଆଶ୍ରୟ କର ଚୈତନ୍ୟ ଚରଣେ। କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ, ତାତେ ବେଦ ଶାସ୍ତ୍ର ହେଉଛି ପରମ ମହତ୍ଵ। ଅର୍ଥାତ ଏହା ଏ ଯୋଉ ଭକ୍ତି ରସ ସ୍ୱରୂପ, ଇଏ ନିଗମ କଳ୍ପବୃକ୍ଷର ପରିପକ୍ୱ ଫଳ, ଯାହାକୁ କି ବ୍ୟାସଦେବ ତୋଳିକି ଆଣିଛନ୍ତି।
व्यासदेव तोलिक आଣିକି ସୁଖଦେବ ଗୋସ୍ୱାମୀ ପ୍ରଦାନ କରିଛନ୍ତି। ସୁଖଦେବ ଗୋସ୍ୱାମୀ ତାହା ପରୀକ୍ଷିତଙ୍କୁ ପାନ କରାଇଛନ୍ତି। ତେଣୁ ଇଏ ହଉଛି ବ୍ୟାସଦେବ, ଯିଏକି ଭଗବାନଙ୍କର ସତ୍ୟାବେଶ ଅବତାର। ସିଏ ଏ ତତ୍ଵ ଜିନିଷକୁ ସିଏ ଯେହେତୁ ସିଏ ବେଦାନ୍ତକୁ ସବୁ ଜିନିଷକୁ ସେ ଲିପିବଦ୍ଧ କରିଥିଲେ, ସେ ଜାଣିଥିଲେ ଯେ ରସଟା କୋଉଠି ଅଛି। ତେଣୁ ସମସ୍ତ ବେଦାନ୍ତର ସେ ତତ୍ଵ ରୂପକ ରସ, ଯୋଉଟା ଭକ୍ତି ସ୍ୱରୂପ ରସ, କୃଷ୍ଣ ଭକ୍ତି, ସେ ଆଣିକି ଭାଗବତ ରୂପକ ଶାସ୍ତ୍ରରେ ତାହା ବର୍ଣ୍ଣନା କରିଛନ୍ତି। ଆମମାନଙ୍କ ପ୍ରତି ଗୋଟେ ତାଙ୍କର ଅହେତୁକ କୃପା କଳିହତ ଜୀବ ପ୍ରତି। ତେଣୁ ଅନ୍ୟ ଦାର୍ଶନିକ ମାନେ ଅଛନ୍ତି, ଯଥା କଣାନ୍ତ, ନଗ୍ନ, କପିଳ ଇତ୍ୟାଦି ଇତ୍ୟାଦି ସବୁ ଅଛନ୍ତି। ସେଥିରେ ନିୟମ କାନୁନ ଗୁଣ ବହୁତ। ମହାଭାରତ ବ୍ୟାସଦେବ ରଚନା କଲେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। କାହିଁକି ନା ଇଏ ଯୋଉ କୃଷ୍ଣ ଭକ୍ତି ସମ୍ପୂର୍ଣ୍ଣ ରୂପେ ବା ଯଥାଯଥ ରୂପେ ମହାଭାରତରେ ବର୍ଣ୍ଣନା କରିପାରିଲେ ନାହିଁ। କେବଳ ନିୟମ, ଏଇଟା କଲେ ଏଇଟା ହବ, ଏଇଟା କଲେ ଏଇଆ ହବ, ଏସବୁ ପାପ ପୁଣ୍ୟ ଏସବୁ ଜିନିଷ ବର୍ଣ୍ଣନା ହେଇଛି। କିନ୍ତୁ କୃଷ୍ଣ ଭକ୍ତି ସର୍ବମହାପ୍ରାୟଶ୍ଚିତ ମହାପ୍ରଭୁର ନାମ। ଭଗବାନଙ୍କର ନାମ କଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଠି ପ୍ରାୟଶ୍ଚିତ କିଛି ନାହିଁ, ସର୍ବମହାପ୍ରାୟଶ୍ଚିତ ମହାପ୍ରଭୁର ନାମ। ତେଣୁ ମହାପ୍ରଭୁଙ୍କ ଧାରା ହଉଛି ଅତି ସୁନ୍ଦର, ଅତି ସରଳ ଏ କଳିଯୁଗ ଜୀବ ପ୍ରତି। ଯସ୍ୟାତି ଭକ୍ତିର୍ ଭଗବତୀ ଅକିଞ୍ଚନା ସର୍ବେ ଗୁଣୈस्तत्र ସମାସତେ ସୁରାଃ ହରାବଭକ୍ତସ୍ୟ କୁतो ମହଦ୍ଗୁଣା ମନୋରଥେନ ଅସତି ଧାବତୁ ବହି। ତେଣୁ ଭଗବାନ ବାସୁଦେବଙ୍କ ବିଷ୍ଣୁଙ୍କ ଠାରେ ଯାହାଙ୍କର ନିଷ୍କାମ ଭକ୍ତି ଅଛି, ଧର୍ମ ଜ୍ଞାନ ବୈରାଗ୍ୟ ସମସ୍ତ ଗୁଣ ସହିତ ଦେବତା ବର୍ଗ ତାଙ୍କଠାରେ ସମ୍ୟକ ରୂପେ ଅବସ୍ଥାନ କରନ୍ତି। କାଠାରେ? ଭକ୍ତ ନିକଟରେ, ଭକ୍ତ ଶରୀରରେ। ହରିଭକ୍ତି ବିହୀନ ବ୍ୟକ୍ତି ଅନ୍ୟ ଅଭିଳାଷିତ କର୍ମଜ୍ଞାନ ଯୋଗରତ ବା ଗୃହ ଦ୍ୱିତୀୟ ଆସକ୍ତ। ସୁତରାଂ ଭଗବାନ ହରିଙ୍କ ଠାରେ ତାହାର ଅନନ୍ୟ ଭକ୍ତି ନାହିଁ। ମନୋଧର୍ମ ଦ୍ୱାରା ଯେ ଅସତ୍ ବହିର୍ ବିଷୟରେ ଧାବିତ, ତାହାଠାରେ ମହତ୍ ଗୁଣାବଳୀର ସମ୍ଭାବନା କେଉଁଠି ବା ନଥାଏ। ଆମର ଏ ଧାରାରେ କେହି ବ୍ୟକ୍ତି ଆସିଥିବେ, ଏଥିରେ ଟିକେ ପାଦ ରଖିଥିବେ, ଆଉ ଗୋଟେ ସଂସ୍ଥାରେ ପାଦ ରଖିଥିବେ, ତାହେଲେ ଏଇ ଯୋଉ ଭକ୍ତି ରସରୁ ଏଥିରୁ ବଞ୍ଚିତ। ଯେପର୍ଯ୍ୟନ୍ତ ଆମେ ହରିନାମ ଉପରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଆମର 100% ନିଷ୍ଠା ଓ ଭକ୍ତି ପର୍ଯ୍ୟବେସିତ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେ ଏଇ ମହତ୍ ଗୁଣାବଳୀ ଆମଠାରେ ପ୍ରକାଶିତ ହୋଇପାରିବ ନାହିଁ। ତେଣୁ ଭଗବାନ ବିଷ୍ଣୁଙ୍କ ଠାରେ ନିଷ୍କାମ ଭକ୍ତି, ରୂପ ଗୋସ୍ୱାମୀ ଯେଭଳି କହିଲେ କଣ ନା ଅନ୍ୟ ଅଭିଳାଷିତ ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ୍। ଜ୍ଞାନ କର୍ମ ସେଥିରେ ବି ସେ ଭକ୍ତି, କେବଳା ଭକ୍ତି ହିଁ ଭକ୍ତି। ତେଣୁ ଏଟା ହଉଛି ମହାପ୍ରଭୁଙ୍କ ଧାରା। ହରେ କୃଷ୍ଣ। ଏଠି ବୈଷ୍ଣବଙ୍କର ତ ଅନେକ ଗୁଣାବଳୀ ଏଠି ବର୍ଣ୍ଣନା କରାଯାଇଛି, କିନ୍ତୁ ଗୋଟିଏ ଜିନିଷ ହରିନାମ ଚିନ୍ତାମଣିରେ ହରିଦାସ କହିଛନ୍ତି ଯେ କୃଷ୍ଣୈକ ଶରଣ, କୃଷ୍ଣଙ୍କ ଠାରେ ପ୍ରପନ୍ନ ହବା ହଉଛି ସାଧୁର ଲକ୍ଷଣ। নাম অধিকার নোর মাত্রে কইলে দান, সর্বশক্তি নামে প্রভু করিলে বিধান। যার শ্রদ্ধা হয় নামে সেই অধিকারী, যার মুখে কৃষ্ণ নাম সেই সে আচারী।
ଯାର ମୁଖେ କୃଷ୍ଣ ନାମ ସେଇ ସେ ଆଚାରୀ। ତେଣୁ ଯିଏ ଶୁଦ୍ଧ କୃଷ୍ଣ ନାମ ଉଚ୍ଚାରଣ କରୁଛନ୍ତି ଶ୍ରଦ୍ଧାର ସହିତ, ସେ ହିଁ ସର୍ବାଦୌ ସାଧୁ ରୂପେ ପରିଚିତ। ଏ ଯୋଉ ଅନ୍ୟାନ୍ୟ ଗୁଣ ଏଠି ବର୍ଣ୍ଣନା କରାଯାଇଛି, ଏ ସବୁ ସ୍ୱତଃ ତାଙ୍କ ଶରୀରରେ ପ୍ରକାଶିତ ହୁଏ। এইଭଳି ଯେ ଶୁଦ୍ଧ ନାମ ଗ୍ରହଣ କରୁଛନ୍ତି, ଏ ସଦ୍ଗୁଣ ସ୍ୱତଃ ତାଙ୍କ ନିକଟକୁ ଆସିଯାଏ। ସେଥିପ୍ରତି ସେମାନେ ମାନେ ସେ ଜିନିଷ ଗ୍ରହଣ କରିବା ପାଇଁ ବା ପ୍ରାପ୍ତ ପାଇଁ ଅନ୍ୟ ସ୍ୱତନ୍ତ୍ର ସାଧନା ବା ପ୍ରକ୍ରିୟା ଚେଷ୍ଟା ସେମାନେ କରନ୍ତି ନାହିଁ। ଏଠି ମଧ୍ୟ ହରିଦାସ ଠାକୁର କହୁଛନ୍ତି ଯେ ସାଧୁର ଲକ୍ଷଣ ତୁମି বলিয়াছ প্রভু একাদশে উদ্ধবরে কৃষ্ণ রূপে বিভু দয়ালু সহিষ্ণু সম দ্রোহ শূন্য ব্রত সত্যসার বিশুদ্ধাত্মা পরহিতে রত। সত্যসার বিশুদ্ধ আত্মা, সাধু সর্বদা বিশুদ্ধ ଆତ୍ମା, ଆଉ ପରହିତ ରତ, ସର୍ବଦା ଅନ୍ୟମାନଙ୍କର ପ୍ରତି ସେ ବ୍ୟାକୁଳିତ ଅଟନ୍ତି। କାମେ ଅଭିକ୍ଷୁତ ବୁଦ୍ଧି ଦାନ୍ତ କିଞ୍ଚନ ମୃଦୁ ସୂଚି ପରିମିତ ଭୋଜି ଶାନ୍ତ ମନ। ପରିମିତ ଭୋଜି ଅର୍ଥାତ ଯାହା ମିଳିଲା ପ୍ରସାଦ ରୂପେ ତାହା ଗ୍ରହଣ କରିଦେଲେ, ମାନେ ଚଳେଇ ନିଅନ୍ତି। ଅନିହ ଧୃତିମାନ ସ୍ଥିର କୃଷ୍ଣୈକ ଶରଣ ଅପ୍ରମତ ସୁଗମ୍ଭୀର ବିଜିତ ଷଡ୍ଗୁଣ ଅମାନିମାନ ଦକ୍ଷ ଅବଞ୍ଚକ ଜ୍ଞାନୀ এই সব লক্ষণতে সাধু বলি জানি। এই সব লক্ষণতে ସାଧୁ ବୋଲି ଜାଣି। ଇଏ ହଉଛି ସାଧୁର ଲକ୍ଷଣ। ଏଠୁ ମୁଖ୍ୟତଃ ସାଧୁ ସର୍ବଦା ଶୁଚିବନ୍ତ, ବିଶୁଦ୍ଧ ହୃଦୟ ବିଶିଷ୍ଟ, ପର ଉପକାରୀ ଆଉ ଅକିଞ୍ଚନ, ଗମ୍ଭୀର, ଅନ୍ୟକୁ ସମ୍ମାନ ଦିଏ, ନିଜ ପ୍ରତି ମାନ ଆଶା କରେ ନାହିଁ। ଆଉ ଗୋଟିଏ ସାଧୁ ହଉଛି ଅବଞ୍ଚକ। ଯାହା ଆସିବ ମୁହଁରେ ସେଇ ଆପଣ ମାନେ କେତେବେଳେ ଅନେକ ମଧ୍ୟ ସେ ସମ୍ମୁଖୀନ ହେଇଥିବେ, ସାଧୁମାନେ ରୋକଠୋକ କହିଦିଅନ୍ତି, ତାଙ୍କର ଆଗ ପଛ ଏସବୁ ନାହିଁ, ଯୋଉଟା ଠିକ ଜିନିଷ ସେ ରୋକଠୋକ କହିଦେବେ। ହଁ, ସାଧୁ ହେଇକି ଟିକେ ତାଙ୍କର ଗୋଟେ ସାଧାରଣତଃ ଗୋଟେ ଶାଳୀନତା ନାହିଁ, ତା ରୋକଠୋକ କହିଦଉଛନ୍ତି। ଏ ସାଧୁର ଲକ୍ଷଣ, ସେ ରୋକଠୋକ କହିଦେବେ, ପଦେ ଅଧେ କହିବେ ତ ରୋକଠୋକ, ଏମିତି ସେ ପ୍ରଜଳ୍ପ କରନ୍ତିନି। ହଁ, ତେଣୁ ଏଇଟା ହଉଛି ଗୋଟେ ସାଧୁର। ଆଉ ଗୋଟେ ଅବଞ୍ଚକ, ମିଛ କହିକି ଗୋଟେ ଅଲଗା ପ୍ରକାର କଥା କହିବା ନା, ଯୋଉଟା ଠିକ ସେଇ ଜିନିଷଟା ଗୋଟେ କହିବା, ବଞ୍ଚନା ତାଙ୍କ ପାଖରେ ନଥାଏ। ଏଇଭଳି ଭାବେ ଏ ସାଧୁର ଲକ୍ଷଣ ହରିନାମ ଚିନ୍ତାମଣିରେ ବର୍ଣ୍ଣନା କରାଯାଇଛନ୍ତି। ତେଣୁ ଏଇ ଯୋଉ ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛନ୍ତି, ତିତିକ୍ଷବ କାରୁଣିକ ସୁହୃଦ ସର୍ବଭୂତାନମ। ତେଣୁ ସମସ୍ତ ଭୂତ ମାନଙ୍କ ପ୍ରତି ଯୋଉମାନେ ତିତିକ୍ଷବ କାରୁଣିକା, ସେମାନଙ୍କ ସଙ୍ଗ କରିବା ଉଚିତ ଏବଂ ସେଇ ସାଧୁଙ୍କ ପ୍ରତି ଆମ ମନ ଆକର୍ଷିତ ହେବା ଉଚିତ। ତାଙ୍କର ସେବା ନିମିତ୍ତ ଆମର ଆର୍ଥିକ ଶକ୍ତି, ଯାବତୀୟ ଜିନିଷ ଆମେ ବିନିଯୋଗ କରିବା ଉଚିତ। ତାହେଲେ ତାଙ୍କ କୃପା ପ୍ରାପ୍ତ ହେବା। ସାଧୁ କୃପା ପ୍ରାପ୍ତ ହେଲେ ବା କୃଷ୍ଣ ଭକ୍ତ କୃପା ପ୍ରାପ୍ତ ହେଲେ କୃଷ୍ଣ କୃପା କରିବେ। କୃଷ୍ଣ ଭକ୍ତଙ୍କ ମାଧ୍ୟମରେ କୃଷ୍ଣଙ୍କର କୃପା ଆସେ। ହରେ କୃଷ୍ଣ। ଏଠି 13 ନମ୍ବର ଶ୍ଲୋକରେ କଣ କୁହାଗଲା? ହରି ସାକ୍ଷାତ ଭଗବାନ ଶରୀର୍ଣ ଆତ୍ମା ଝଷଣଙ୍ଗୀବ ତୋୟଂ ଇପ୍ସିତଂ ହିତ୍ୱା ମହାସ୍ତଂ ଯଦି ସଜ୍ଜତି ଗୃହେ ତଦା ମତଂ ବୈସଂ ଦମ୍ପତିନା। ଜଳରେ ଯେପରି ମୀନଗଣ ଜଳ ଯେପରି
ମାନବ ଗଣଙ୍କର ଅଭୀଷ୍ଟ ବସ୍ତୁ ସାକ୍ଷାତ ଭଗବାନ ହରି ମଧ୍ୟ ତଦ୍ରୂପ ପ୍ରାଣୀ ମାନଙ୍କର ଆତ୍ମା। ଭୌତିକ ବିଚାରରେ ମହତ୍ ବ୍ୟକ୍ତି ଯଦି ସେଇ ଶ୍ରୀହରିଙ୍କୁ ପରିତ୍ୟାଗ କରି ଗୃହରେ ଆସକ୍ତ ହୁଅନ୍ତି, ତାହେଲେ ଶୂଦ୍ରାଦି ଜାତିରେ ସ୍ତ୍ରୀ ପୁରୁଷ ମଧ୍ୟରେ କେବଳ ମାତ୍ର ବୟସ ଦ୍ୱାରା ଯେଉଁ ମହତ୍ଵ ପ୍ରସିଦ୍ଧ ଅଛି, ସେ ସେଇ ତୁଚ୍ଛ ପାର୍ଥିବ ମହତ୍ଵ ହିଁ ଧାରଣ କରନ୍ତି। ଜ୍ଞାନାଦି ଦ୍ୱାରା ଯଥାର୍ଥ ମହତ୍ଵ ତାଙ୍କଠାରେ କିଛି ନଥାଏ। କଣ? ତମେ ବୟସକୁ ଦେଖିବେ, ଇଏ ଠିକ କାମ କରିପାରିବ ନା ନାହିଁ। ସେତେବେଳେ ଗୋଟେ ଥାଏ ଯଦି ବାପା ମା ଯିବେ ଗୋଟେ କନ୍ୟା ଚୟନ କରିବାକୁ, ସିଏ କଣ କହିବେ ଜାଣିଛନ୍ତି? ଇଏ ଆମ ଭାତ ହାଣ୍ଡିଟା ଟେକି ପାରିବ କି ନାହିଁ, ଇଏ ପାଣି ଗରାଟେ କାଖେଇକି ଆଣିପାରିବ କି ନାହିଁ, ଏସବୁ ଜିନିଷ ସବୁ ଥାଏ। କିନ୍ତୁ ବାସ୍ତବିକ ସେଟା ହେବା ଉଚିତ ନୁହେଁ। ଆମର ଗୋଟେ ଅଛି କଣ ନା, ଯେ ବାସ୍ତବିକ ସିଏ ଏ ଯୋଉ କୋଷ୍ଠୀ ଗଣନା କରାଯାଏ, ତାର ଜୀବନଟା କିଭଳି। ଏ ଯୋଉ ମେଳକଟା ହୁଏ, ମେଳକ ଅର୍ଥାତ ଏ ପୁଅ ସହିତ ତାର ମନୋବୃତ୍ତି ମ୍ୟାଚ କରିବ କି ରହିବ କି ନାହିଁ, ଏ କଥା। ଦ୍ୱିତୀୟ, ତା କୋଷ୍ଠୀରେ କିଛି ଅଶୁଦ୍ଧତା ଅଛି କି, ଯଦ୍ୱାରା ଏ ପୁଅଟିର କିଛି ଖରାପ ପ୍ରଭାବ ଏହା ଉପରେ ପକେଇବ, ଏସବୁ କିଛି ଶୁଦ୍ଧ ଭାବେ ଗଣନା କରାଯାଏ। କିନ୍ତୁ ଏଇଠି କୁହାଯାଉଛି ଯେ ସାବିତ୍ରୀ ଯେତେବେଳେ ସତ୍ୟବାନକୁ ଚୟନ କଲେ, ନାରଦ ମୁନି ଆସି କହିଲେ ଏ 21 ବର୍ଷ, ତାକୁ 20 ବର୍ଷ ହେଲା, ଆଉ ବର୍ଷେ ପରେ ତାର ପରମାୟୁ ଶେଷ ହେଇଯିବ। ଏଠି ସାବିତ୍ରୀ କଣ କହିଛନ୍ତି? ହଁ, ଶେଷ ହେଇଯାଉ, ଯଦି ମୁଁ ସତୀ ସ୍ତ୍ରୀ ହେଇଥିବି, ତାଙ୍କୁ ଯଦି ପୁନର୍ଜୀବନ ଦେଇପାରିବି, ତାହେଲେ ମୋର ସତୀତ୍ୱର ମାନ ବଢିଯିବ। ବାସ୍ତବିକ ସେଇ ସତୀତ୍ୱକୁ ବର୍ତ୍ତମାନ ସଂସାର ପୂଜା କରୁଛି। ତେଣୁ ଏଠି କଣ ନା, ଇଏ ହଉଛି ଯେ ବାସ୍ତବିକ ଭକ୍ତିଟା ଆମର ଆତ୍ମା ସ୍ୱରୂପ ହେବା ଉଚିତ। କୃଷ୍ଣ ଭକ୍ତି ହଉଛି ଆମର ଆତ୍ମା। କୃଷ୍ଣ ଭକ୍ତି ବ୍ୟତୀତ ଯେମିତି ଶୁଖିଲାରେ ମାଛଟା ପଡିଲେ ଛଟପଟ ହୁଏ, ଭକ୍ତି ବ୍ୟତୀତ ଭକ୍ତର ଜୀବନଟା ସେଇଭଳି। हरे कृष्ण। जय श्री प्रभुपाद की जय। उपस्थित गौर भक्त वृंद की जय। निताय गौर परमानंद। हरि हरि बोल। समस्त दंडवत प्रणाम। कार किसी प्रश्न अच्छी कि? वंशा कल्पतरुभ्यश्च कृपा सिन्धुभ्यो पतितानां पावनेभ्यो वैष्णवेभ्यो नमो नमः। समस्त दंडवत प्रणाम। हरे कृष्ण।